ମୋର ପରମ ଇଷ୍ଟ ପ୍ରାଣର ପ୍ରିୟ ଶ୍ରୀ ଶ୍ରୀ ଠାକୁର ମୋର ସ୍ନେହମୟୀ ଶ୍ରୀ ଶ୍ରୀ ଲକ୍ଷ୍ମୀ ମା ଶ୍ରୀ ଶ୍ରୀ ବଡ଼ଦାଦା ଆଜିର ଆଚାର୍ଯ୍ୟ ଶ୍ରୀ ଶ୍ରୀ ଠାକୁର ପରିବାର ସମସ୍ତଙ୍କ ଚରଣରେ ମୋର ପ୍ରଣାମ। ମୋର ଏହି ନାରୀର ନୀତି ଶୁଣୁଥିବା ସମସ୍ତ ଇଷ୍ଟପ୍ରାଣ ଗୁରୁ ଭାଇ ମା ମାନଙ୍କୁ ମୋର ଅନ୍ତରର ଜୟ ଗୁରୁ। କେମିତି ଅଛନ୍ତି ଆପଣମାନେ? ଠାକୁରଙ୍କ କୃପାରୁ ମୁଁ ବହୁତ ଭଲରେ ଅଛି। ଆପଣମାନେ ବି ଭଲରେ ଥିବେ ବୋଲି ମୋର ଆଶା ଓ ବିଶ୍ୱାସ। ଆଜି ମୁଁ ଶ୍ରୀ ଶ୍ରୀ ଠାକୁରଙ୍କ ଶ୍ରୀମୁଖ ନିଃସୃତ ନାରୀର ନୀତିର 147 ବାଣୀ ଆପଣମାନଙ୍କ ଆଗରେ ତୁଳି ଧରିବି। ତା ପୂର୍ବରୁ ଯେଉଁମାନେ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରିଦିଅନ୍ତୁ। କମେଣ୍ଟରେ ଠାକୁରଙ୍କ ପ୍ରତି ନିଜର ପ୍ରଣାମ ଲେଖନ୍ତୁ। ଆଉ ଭିଡ଼ିଓଟିକୁ ସ୍କିପ୍ ନ କରି ଲାଷ୍ଟ ଯାଏଁ ଶୁଣନ୍ତୁ। ଲାଷ୍ଟରେ ଶ୍ରୀ ଶ୍ରୀ ଠାକୁରଙ୍କ ଶ୍ରୀମୁଖ ନିଃସୃତ ନାରୀର ନୀତିର ବାଣୀ ଶୁଣିପାରିବେ। ଏବେ ଆମେ ଶ୍ରୀ ଶ୍ରୀ ଠାକୁରଙ୍କ କିଛି ବାଣୀ ମୁଁ ଆପଣମାନଙ୍କୁ ଶୁଣାଉଛି। ଠାକୁର ହିଁ ଆମମାନଙ୍କର ଅସ୍ତିତ୍ୱ, ଠାକୁର ହିଁ ଆମମାନଙ୍କର ବିସ୍ତାର। ଯିଏ ସ୍ୱୟଂ ସ୍ଥିର ମଣିଷ କେବଳ ତାଙ୍କ ସାମ୍ନାରେ ଥିଲେ ହିଁ ତାର ବିସ୍ତାର ହୋଇଥାଏ, ନଚେତ୍ ସେ କେବଳ ସେହି ପାର୍ଥବ ସୁଖ ହିଁ ଚାହିଁବ, ସମ୍ପର୍କଗତ ଆକାଂକ୍ଷାରେ ଜର୍ଜରିତ ହେବ ଆଉ ଚିରସ୍ଥାୟିତ୍ୱ ବ୍ୟର୍ଥ ସ୍ୱପ୍ନ ଦେଖିବ। ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ କହିଛନ୍ତି, ଆପଣମାନେ ସତ୍ସଙ୍ଗ କାର୍ଯ୍ୟକର୍ତ୍ତାମାନେ ମିଶି ସ୍ଥିର କରିଛନ୍ତି ସତ୍ସଙ୍ଗର ନିବନ୍ଧୀକରଣର 100 ବର୍ଷ ପୂର୍ତ୍ତିରେ ଉତ୍ସବ କରିବେ। 1925 ସାଲରେ ମାତା ମନମୋହିନୀ ଦେବୀଙ୍କୁ ସଭାପତି କରି ଶ୍ରୀ ଶ୍ରୀ ଠାକୁର ସତ୍ସଙ୍ଗର ନିବନ୍ଧନ କରାଇଲେ। ସମସାମୟିକ କାଳରେ ଆହୁରି ବହୁ ସଂସ୍ଥା ଥିଲା ଯେଉଁମାନଙ୍କର ନାମ ମଧ୍ୟରେ ସତ୍ସଙ୍ଗର ଶବ୍ଦଟି ବ୍ୟବହୃତ ହୋଇଛି, କିନ୍ତୁ କୌଣସି ପ୍ରକାର ପୂର୍ବପଦ ଉତ୍ତରପଦ ଛଡ଼ା ଶୁଦ୍ଧ ଆକାରରେ ସତ୍ସଙ୍ଗ ଏହି ନାମରେ ଠାକୁର ତାଙ୍କରି ଏହି ସଂରଚନାରେ ନିବନ୍ଧନ କରାଇଲେ। ଆଜି ଏହି ନାମରେ ପୃଥିବୀରେ ଗୋଟେ ହିଁ ମାତ୍ର ସଂସ୍ଥା ରହିଛି, ତାହା ହେଲା ପରମପିତା ସ୍ୱୟଂ। ଯେତେବେଳେ କାଣ୍ଡାରୀ ସିଏ ଜାଣନ୍ତି କେତେବେଳେ କ'ଣ କରିବାକୁ ହେବ। ତାଙ୍କର କାର୍ଯ୍ୟକ୍ରମ ସଙ୍ଗେ ହିଁ ଏହି ନାମ ଯୁକ୍ତ ହେବାର ଥିଲା, ତାହା ହିଁ ହୋଇଛି। ଆମ୍ଭମାନଙ୍କର କେତେ ସୌଭାଗ୍ୟ! ଠାକୁର ହିଁ ଆମ୍ଭମାନଙ୍କର ଅସ୍ତିତ୍ୱ, ଠାକୁର ହିଁ ଆମମାନଙ୍କର ବିସ୍ତାର। କେହି ଯେତେବେଳେ ମାଇକରେ କଥା କହନ୍ତି ତାର ଶବ୍ଦଟା ଖେଳିଯାଏ ସର୍ବତ୍ର। ମାଇକରୁ ଦୂରକୁ ଗଲେ ପୁଣି ସଙ୍କୁଚିତ ହୋଇଯାଏ। ଠିକ୍ ସେହିପରି ହିଁ ଠାକୁର ହିଁ ଆମମାନଙ୍କର ଏହି ମାଇକ ଭଳି, ଯିଏ ସ୍ୱୟଂ ସ୍ଥିର ମଣିଷ କେବଳ ତାଙ୍କ ସାମ୍ନାରେ ଥିଲେ ହିଁ ତାର ବିସ୍ତାର ହୋଇଥାଏ, ନଚେତ୍ ସେ କେବଳ ସେହି ପାର୍ଥିବ ସୁଖ ହିଁ ଚାହିଁବ, ସମ୍ପର୍କଗତ ଆକାଂକ୍ଷାରେ ଜର୍ଜରିତ ହେବ ଆଉ ଚିରସ୍ଥାୟିତ୍ୱର ବ୍ୟର୍ଥ ସ୍ୱପ୍ନ ଦେଖିବ। ଆମେମାନେ କିନ୍ତୁ ଠାକୁରଙ୍କ ସଙ୍ଗେ ହିଁ ରହିବୁ, ତାଙ୍କ ସଙ୍ଗେ ହିଁ ଚାଲିବୁ। ପାରିଲେ ପାରିବୁ, ନ ପାରିଲେ ହିଁ ପାରିବୁ, କିନ୍ତୁ ଚାଲିବାଟା ଆମ୍ଭମାନଙ୍କର କଦାପି ଅଟକିବ ନାହିଁ। କହିବା ଆମ୍ଭମାନଙ୍କର ଅଟକିବ ନାହିଁ। ଚାହିଁବା ହିଁ ନାହିଁ ନିଜ ଶରୀରର ଅସକ୍ତତା ଆଡ଼କୁ। ମାନସିକ ଦୋଦୁଲ୍ୟମାନତା ଆଡ଼େ ଚାହିଁବା ଆମମାନଙ୍କର କ'ଣ ଦରକାର? ଆମେମାନେ କେବଳ ଥରେ ଝାମ୍ପି ପଡ଼ୁ। ଜୟ ଗୁରୁ। ଏବେ ଆମେ ଶ୍ରୀ ଶ୍ରୀ ଠାକୁରଙ୍କ ଶ୍ରୀମୁଖ ନିଃସୃତ ନାରୀର ନୀତିର 147 ବାଣୀ ଶୁଣିବା। ନାରୀର ନୀତି 147 ବାଣୀ। ସ୍ୱାମୀ ବିଦ୍ୱେଷରେ ସନ୍ତାନର ହୀନତ୍ୱ। ତୁମେ ଯଦି ତୁମର ପୁରୁଷ ପ୍ରତି, ସ୍ୱାମୀଙ୍କ ପ୍ରତି ବିଦ୍ୱେଷ ଭାବାପନ୍ନ, ବିରକ୍ତ, ଈର୍ଷାପରାୟଣ ଓ ଦୋଷଦୃଷ୍ଟି ସମ୍ପନ୍ନ ଥାଅ, କିମ୍ବା ତାଙ୍କଠାରେ ଅନିଚ୍ଛା ବା ଅପ୍ରବୃତ୍ତି ଥାଏ, ସାବଧାନ, ତାଙ୍କୁ ଗ୍ରହଣ କର ନାହିଁ। କାରଣ ଏହା ଫଳରେ ଅଳ୍ପାୟୁ,
ମୂଢ଼ ମସ୍ତିଷ୍କ, ଅସ୍ଥିର, କ୍ଷୀଣମତି, ରୋଗସଙ୍କୁଳ, ଘୂଣ୍ୟ ସନ୍ତାନ ହିଁ ଭୂମିଷ୍ଠ ହେବ। ଅବଶୋଷ ଓ ଉଦ୍ବେଗରେ ତୁମର ଜୀବନକୁ ଅତିବାହିତ କରିବାର ପଥ ପରିଷ୍କାର କର ନାହିଁ। ବାଣୀ ସଂଖ୍ୟା 147। ପୁଣି ଥରେ। ସ୍ୱାମୀ ବିଦ୍ୱେଷରେ ସନ୍ତାନର ହୀନତ୍ୱ। ତୁମେ ଯଦି ତୁମର ପୁରୁଷ ପ୍ରତି, ସ୍ୱାମୀଙ୍କ ପ୍ରତି ବିଦ୍ୱେଷ ଭାବାପନ୍ନ, ବିରକ୍ତ, ଈର୍ଷାପରାୟଣ ଓ ଦୋଷଦୃଷ୍ଟି ସମ୍ପନ୍ନ ଥାଅ, କିମ୍ବା ତାଙ୍କଠାରେ ଅନିଚ୍ଛା ବା ଅପ୍ରବୃତ୍ତି ଥାଏ, ସାବଧାନ, ତାଙ୍କୁ ଗ୍ରହଣ କର ନାହିଁ। କାରଣ ଏହା ଫଳରେ ଅଳ୍ପାୟୁ, ମୂଢ଼ ମସ୍ତିଷ୍କ, ଅସ୍ଥିର, କ୍ଷୀଣମତି, ରୋଗସଙ୍କୁଳ, ଘୂଣ୍ୟ ସନ୍ତାନ ହିଁ ଭୂମିଷ୍ଠ ହେବ। ଅବଶୋଷ ଓ ଉଦ୍ବେଗରେ ତୁମର ଜୀବନକୁ ଅତିବାହିତ କରିବାର ପଥ ପରିଷ୍କାର କର ନାହିଁ। ବାଣୀ ସଂଖ୍ୟା 147। ଜୟ ଗୁରୁ।